অতি সুকুমার পিলাটি ধীরে কহই কথা, কেবে হেলে কাহা মনরে থরে নদিয়ে ব্যথা। মিথ্যা প্রতি সদা তাহার ଥାଏ মনরে ভয়, ନିର୍ଭୟ ସେ ତେଣୁ ସବୁଠି ରଖେ ସତ୍ୟରେ ଲୟ। ଥରେ ତା ଜୀବନେ ଆସିଲା ମହାସଙ୍କଟ ଏକ, ଡରି ନ ଯାଇ ସେ ରଖିଲା ନିଜ ବିବେକ ଟେକ। ଆସି ବିଦ୍ୟାଳୟ ସେଦିନ ପରିଦର୍ଶକ ଜଣେ, ପଚାରିଲେ ପ୍ରଶ୍ନ ଶ୍ରେଣୀରେ ଚାହିଁ ବାଳକ ଗଣେ। ଶବ୍ଦ ପାଞ୍ଚ ଗୋଟି ଡାକୁଛି ଲେଖ ନିର୍ଭୁଲ କରି, ବାଳକେ ଲେଖିଲେ ଉତ୍ତର ଯେଝା ସିଲଟ ଧରି। ଲେଖୁଥାଏ ବସି ପିଲାଟି କାହିଁ ନ ଚାହିଁ ତିଳେ, କାହୁଁ କିଏ ଆସି ଟିପିଲା ତାର ପାଦକୁ ଧୀରେ। ଚାହିଁଲା ଚମକି ପାଖରେ ଗୁରୁ ଦିଅନ୍ତି ଠାରି, ଭୁଲ ଶବ୍ଦଟିଏ ଲେଖି ତୁ ସବୁ ଦେଲୁରେ ସାରି। ପାଖ ବାଳକର ଲେଖାକୁ ତୁହି ଖଞ୍ଜରେ ଦେଖି, ଶୁଦ୍ଧ କରି ସେହି ଶବ୍ଦଟି ଦିଅ ଚଞ୍ଚଳ ଲେଖି। ପିଲାଟି କେତେ ସଚୋଟ, କେତେ ଶୃଙ୍ଖଳିତ, କେତେ ନିର୍ଭୀକ, ଏହି କବିତାରୁ ବାରି ହେଇଯାଏ। ବାଃ ବାଃ। ଅନ୍ୟଥା କରେନି ପିଲାଟି କେବେ ଗୁରୁଙ୍କ କଥା, ଅନ୍ୟାୟ ସଙ୍କତେ ମାତ୍ର ସେ ଆଜି ପୋତିଲା ମଥା। ଚାଲିଗଲେ ପରିଦର୍ଶକ ଯେବେ ଘଣ୍ଟାକ ପରେ, ତିଆରି ତାହାକୁ କହିଲେ ଗୁରୁ ବିରକ୍ତି ଭରେ। ଏଡ଼ିକି ନିର୍ବୋଧ ପିଲା ତୁ ଠାର ବୁଝିଲୁ ନାହିଁ, ଦେଖି ଲେଖିଥିଲେ ସୁନାମ ସିନା ଥାନ୍ତୁ ପାଇ। ବିନୟେ କହିଲା ପିଲାଟି କପି କରିବା ପରା, ଅନ୍ୟାୟ ଭିତରେ ଗୁରୁଜୀ ବଡ଼ ଅନ୍ୟାୟ ଧରା। କରିଥାନ୍ତି ଅବା କିଭଳି ଏଡ଼େ ଅନୀତି କାମ, ଅସତ ପଥରେ ଚଳିକି କେହି ଅରଜେ ନାମ। ଅରଜିଲା ନାମ ଦିନେ ସେ ମହାଦର୍ଶ ତାର, ରଖିଗଲା କାଳ ବକ୍ଷରେ ଏକ ଲିଭାଗାର। ହେଲା ଗୁରୁଙ୍କର ଗୁରୁ ସେ ଢାଳି ଆଲୋକ ଧାରା, ବାପୁଜୀ ନାମରେ ମହିଲା ସେ ତ ଜଗତ ସାରା।
ବାପୁଜୀ ନାମରେ ମହିଳା ସେ ତ ଜଗତ ସାରା। ବାପୁଜୀ ନାମରେ ମହିଳା ସେ ତ ଜଗତ ସାରା। କବିତାଟି କିପରି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ହଁ, ଭଲ ଲାଗିଥିଲେ ଲାଇକ୍ କରିବାକୁ ଭୁଲିବେନି। ଏବେ ଆସିବା କବିତା ଉପରକୁ। କବିତାର ମହତ୍ଵ କ'ଣ? କବିତାର ତାତ୍ପର୍ଯ୍ୟ କ'ଣ? ଏହି କବିତାର ଉଦ୍ଦେଶ୍ୟ କ'ଣ? ଆଚ୍ଛା ପିଲାମାନେ, ସେ ପିଲାଟି କାହିଁକି ନତମସ୍ତକ ହେଲା? କାହିଁକି ଗୁରୁଙ୍କ ସାମ୍ନାରେ ମଥା ପାତିଲା? କାହିଁକି ନା ଗୁରୁ ଯେତେବେଳେ କହିଥିଲେ ତୋର ଯେଉଁ ଶବ୍ଦଟି ଭୁଲ ହେଇଛି ତୁ ପାଖ ପିଲାକୁ ଦେଖି ସଂଶୋଧନ କରିଦେ ବା ସୁଧାରି ଦେ, କିନ୍ତୁ ପିଲାଟି ତାହା କଲା ନାହିଁ। କାହିଁକି କଲାନି? ନା ସେ କପି କରିବାକୁ ଘୃଣା କରୁଥିଲା। ସେ ଅନ୍ୟକୁ ଦେଖି ଲେଖିକି ବଡ଼ପଣ ଦେଖାଇବାକୁ ଚାହୁଁଥିଲା। ସେ ସେଭଳି କାମ କରି ଉଚ୍ଚ ଆସନରେ ବସିବାକୁ ଚାହୁଁନଥିଲା। ଏହି ଛାତ୍ରଟି ଅନ୍ୟାୟ ବାଟରେ ପିଲାମାନଙ୍କ ମଧ୍ୟରେ ମହାନ ହେବାକୁ ଚାହୁଁନଥିଲା। ଏଥିରୁ ବାରି ହୋଇଯାଉଥିଲା ପିଲାଟିର ସଚୋଟପଣିଆ, ଗୁରୁଭକ୍ତି, ନିର୍ଭୀକତା କହିଲେ ହେବ ନାହିଁ, ଗୋଟିଏ ଆଦର୍ଶ ଛାତ୍ରର ପ୍ରକୃତ ପରିଚୟ। ସେଇଥିପାଇଁ ସେ ଗୁରୁଙ୍କ କଥାକୁ ଅବମାନନା କରିବାରୁ ଗୁରୁଙ୍କ ସାମ୍ନାରେ ନତମସ୍ତକ ହୋଇଥିଲା କି ମଥା ପାତିଥିଲା। କିନ୍ତୁ ସେ ଆଜି ଦୁନିଆର ମହାନ ହେଇଯାଇଛି। ମହାନ ହେଇଥିଲା ସେଇ ପିଲାଟି। କିଏ ସେ? କିଏ ଆଉ କେହି ନୁହେଁ, ଆମର ପ୍ରିୟ ବାପୁ, ଜାତିର ପିତା, ବିଶ୍ୱରେ ବିଖ୍ୟାତ କିଏ? ମହାତ୍ମା ଗାନ୍ଧୀଜୀ। ଏବେ ତ ସମୟ ଆସିଛି ପୁଣି ଆଗାମୀ ଅଧ୍ୟାୟରେ ଏକ ନୂତନ ବିଷୟବସ୍ତୁକୁ ନେଇ ଆପଣମାନଙ୍କ ସହିତ ପୁନର୍ବାର ସାକ୍ଷାତ ହେବ। ନୂଆ ପୁରୁଣା ସାହିତ୍ୟକୁ ନେଇ ସୁନ୍ଦର ସୁନ୍ଦର ବିଷୟବସ୍ତୁ ଉପରେ ଜାଣିବା ପାଇଁ ଆମ ଓଡ଼ିଶା ଆମ ସାହିତ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।